शुभ विकृत हो पारे कर्म विभत्स हो पारे तथापि मु जने मनुष्य ମୁଁ ସେମିତି କିଛି ଭାବିନି ସେତିକି ଭରସା ଅଛି ବୋଲି ତ ମୁଁ ତୋ ପାଖକୁ ଆସିଛି କୋଉ ବେଳର ଅର୍ଥ ବୁଝେଇବି ପ୍ରେମ କରି ସୁଖୀ ଠକ୍ ଠକ୍ ହେଇଯାଇଥିବା ମନର କାମ ନାନିଆରେ ଜଳି ପଡ଼ି ପାଉଁଶ ହେଇଯାଇଥିବା ଏ ଭୂମିର ନାଇଁ ସେ ସବୁ ବିଷୟରେ ମୁଁ କିଛି ଜାଣିନି ହେଲେ ମୁଁ ଜାଣିବାକୁ ଚାହୁଁଛି ତମେ ଏଠିକି ଆସୁଛ କୁଆଡ଼େ ପ୍ରତ୍ୟେକ ସୁନ୍ଦରୀ ଝିଅମାନେ ଏଇ କଥା କହନ୍ତି ସୁନ୍ଦରୀ ମାନେ କେବେ କାହାକୁ ବି କିଛି କହିନି ନିଜ ଦେହର ବାସ୍ନା କ'ଣ ନିଜେ ଜାଣିପାରୁନି ଘରେ ଭାଇ ନାହାନ୍ତି ତମେ ବର୍ତ୍ତମାନ ଏଠୁ ଆସିପାର ମୁଁ କିନ୍ତୁ ଭାଇ ପାଖରେ ତାହେଲେ ମୁଁ ତୋ ପାଖକୁ ଆସିଛି କାମଟା ମୋର ତୋ ପାଖରେ ହେଲେ ମୁଁ ବିବାହ କରି ସଂସାର କରିବାକୁ ଚାହେଁ କ'ଣ କହିଲ ସଂସାର ପୁଣି ତମେ ତମ ମୁଣ୍ଡ ଠିକ ଅଛି ତ ଏଇ ସଂଯତ ଏଇ କଥାବାର୍ତ୍ତା କର କାହିଁକି ସଂଯତ ଏଇ କଥାବାର୍ତ୍ତା କରିବି ମୋ ଘର ଭିତରେ ବସି ପୁଣି ମତେ ଧମକ ଦେବ ଖାଲି କଥାରେ କହୁଛି ତା ନହେଲେ ଏଇ ସାଙ୍ଗେ ସାଙ୍ଗେ କାମରେ ଭଲରେ କହୁଛି ଏଠୁ ଚୁପଚାପ ପଳେଇ ଯାଅ ତା ନହେଲେ ଘର ଭିତରେ ପନିକି ଆଣି ଦି ଗୋଡ଼ କରିଦେବି ଆଉ ବାହାଘର କଥା ସ୍ୱପ୍ନ ଦେଖିବା ବୋଲି ଯିବୁ ହଁ ଆଣିବି ପନିକି ଆଣି ମତେ ଦି ଗୋଡ଼ କରିଦେବି ଆବେ ତୁମ ଉପରୁ ହାତ ଉଠେଇଦେଲି ହଁ ଭଲରେ କହୁଛି ପଳେଇ ଯା ତା ନହେଲେ ତ ତଣ୍ଟି ଗଣା କରି ମୁଁ ରକ୍ତ ପିଇଯିବି ମୋ ରକ୍ତ ପିଇବି ତୁ ମୋ ରକ୍ତ ପିଇବି କାହିଁ ପିଇ ତ ଆବେ ପିଇବେ ଆସିଗଲୁ ଭଉଣୀକୁ ଉଦ୍ଧାର କରିବା ପାଇଁ ଏବେ ମାଡ଼ିବ ବଳ କଷିକି ତାପରେ ତୁମେ ମୋ ଭଉଣୀକୁ କିଛି କହିନି କଥା ଦିପଦ କହିନି କହୁଛି କ'ଣ ନା ପନିକିରେ ହାନି ଦି ଗୋଡ଼ କରିଦେବ କାହିଁକି ତମେ ଆମ ପଛରେ ପଡ଼ିଛ ତ ଭଉଣୀଟାକୁ ମୋତେ ବାହା ଦେଇ ଦେଉନୁ ଲକ୍ଷେ ଟଙ୍କା ଏ ଲକ୍ଷେ ଟଙ୍କା ରଖି ତୋ ଭଉଣୀଟାକୁ ମୋତେ ବାହା ଦେଇଦେ ଆରେ ତୁ ଜାଣିଛୁ ନିଜେ କୁହେ ତୋ ନାଁ ହେଉଛି ଜଲ୍ଲାଦ ନା ତୋର ବାପା ମା ଅଛନ୍ତି ନା ତୋର ପାଇଛୁ ବାପା ମାଙ୍କର ସ୍ନେହ ମମତା ନା ତୋର କିଏ ଅଛନ୍ତି ଭଉଣୀ ନା ଜାଣିଛୁ ଭାଇ ଭଉଣୀର ସ୍ନେହ ମମତା କ'ଣ କହିଲୁ କ'ଣ ଲକ୍ଷେ ଟଙ୍କା ନେଇଟା ଭଉଣୀକୁ ଦେଇଦେବୁ କାହିଁ ମୋ ଭଉଣୀ ଗୋଟେ କ'ଣ ବେଶିଆ ତୁ ଲକ୍ଷେ ଟଙ୍କା ଦେବୁ ବିକ୍ରି କରିଦେବି ତ ଲକ୍ଷେ ଟଙ୍କା ଭଉଣୀକୁ ନ ପାଇଲେ ମୁଁ ବଞ୍ଚି ପାରିବିନି କାହିଁକି ଏତେ ଚୁକ୍ତି କରୁଛ ମୁଁ ତ ମନା କଲି ଚୁପଚାପ ଏଠୁ ପଳେଇଯିବ ହେଲେ ଖାଲି ଖାଲି ଫାରିଯିବ ଆଉ କ'ଣ ଜୋର ଜବରଦସ୍ତ କରିବ ଜୋର ଜବରଦସ୍ତି ମାନେ ଓ ଜଲ୍ଲାଦ ବାପା ମା ଜାଣିନି ମୋ ସହିତ ଯେ ଲାଗେ ମୁଁ କରିଦେବି ବଦ୍ଧ ଆଉ ଦାଦାଜୀ ତମେ ଆଉ କୋଉଠି ଦେଖେଇବ ଏଇଠି ନୁହେଁ କହିଲ କ'ଣ ନା ଲକ୍ଷେ ଟଙ୍କା ନେଇଯା ଭଉଣୀକୁ ମୋତେ ବାହା ଦେଇଦେ କାହିଁକି ମୁଁ ବାହା ଦେବି ଭଉଣୀ ଯଦି ବାହା ନ ଦେଇପାରିବି 5 ଟଙ୍କାର ବିଷୟରେ ତା ପାଟିରେ ଦେଇଦେବି ମୋ ଭଳି ଗୋଟେ ଗୁଣ୍ଡା ବଦମାସକୁ କେବେ ବି ଦେବିନି କ'ଣ କହିଲୁ ହଁ ଗୁଣ୍ଡା ଆମେ ଗୁଣ୍ଡା ବଦମାସ ତୋ ମୁହଁରେ ଟିକେ ହସ ଦେଖିବା ତୋ ଆଖିରେ ଧରି ଆସୁଥିବା ଗରମ ପାଣି ଧର ତୋ ସୁନ୍ଦର ମୁହଁକୁ ଅସୁନ୍ଦର କରିଦେଉଛି ଆଜି ମୁଁ ତମ ହେଲେ ଭାବିବା ପାଇଁ ସମୟ ଦେଇଯାଉଛି ଭଲ ଭାବେ ଚିନ୍ତା କରିବ କ'ଣ କରିବା ଉଚିତ କ'ଣ କରିବା ଉଚିତ ଜୋର ଜବରଦସ୍ତ କାହାକୁ ସାହାଯ୍ୟ କର ଆବଶ୍ୟକ ହେଲେ ଟଙ୍କାଟା ମାଗି ନେବ ନିଜକୁ ଧନ୍ୟ ମନେ କରିବ ମୁଁ ଜଲ୍ଲାଦ ଆରେ ଶୀଘ୍ର ଆସ ଏ ସ୍ତ୍ରୀ ଲୋକମାନେ ପୁରୁଷ ମନ କଥା ବୁଝିପାରନ୍ତିନି କ'ଣ ହେଲା କାହିଁ ଗୋଟେ ଏଇଟା ପାଟି ବୁଝିଲ ସୁଧା କ'ଣ ମୁଁ ଆଜି ବହୁତ ଖୁସି ଖୁସି ଦେ ସେ କଥା କଥାର ପ୍ରକାଶ କରିହେବ କୋଉ କଥା ଏ ଆମ ଈଶ୍ୱର କଥା ଈଶ୍ୱର ବୁଝିଲ ସୁଧା ଆମ ଈଶ୍ୱର ଗୋଟେ ଖାଣ୍ଟି ହୀରା କାହିଁ କ'ଣ କରିଛି ମୋ ଈଶ୍ୱର ଈଶ୍ୱର ଆମର ବଡ଼ ଭାଇଙ୍କ ସବୁ ସ୍ୱପ୍ନକୁ ସାକାର କରିଛି ହେଲେ
ए खुशी देखा बड़ भाई आम पाखे ना ओहो कथाटा कौन है मत खोली कुह ईश्वर कठिन परिश्रम और मधुर व्यवहार पाई आम कंपानी आज सफलता शीर्ष में पहुंची। हाँ हाँ ए वर्ष कंपानी परफेक्ट करची कौन 2 कोटी टंका। तुम सत्य कहूच अरे मिछ कही तो मो ईश्वर को भावना को कलुषित कर पारि तुम मन थी सुधा कौन सकाले पाई भाउज अक्षम बोली डाक्टर सफा सफा मना करदे से मो भाउज मानस भारसाम्य हर बसिले अनाथ आश्रम गोटे छोटिया पिला भाउज हाथ को टेकिदेले तुम हाथ धरी मु ए घर को चली आसिली जीवन पाखरे बस कहले सुधा ये हूँ तो पुओ पालित पुओ बोली भाविबुनी भाविबु गोटे माँ को गर्भरे थरी जन्म देइछि जीवन जन्म होला परे भाउज को कैंसर हैला और छोट व्यवसाय अर्थ भाउज को भल करी हेलानी मरिबा पूर्वरु अपा मत ईश्वर को मो हाथ टेके दे कहितिले हे सुधा ये हूँ तो पुओ पालित माँ हबुनी कि साबत माँ हबुनी तू तार माँ हबु माँ मुझे बापा बड़ भाई हो बड़ा बापा छोट व्यवसाय बढ़ी बढ़ी कंपानी परिणत है आ जो कंपानी ए शहर में बड़ भाई को गोटे मान्यता देला अरे आज खुशी कौन हो पारे सतरे ईश्वर आम ईश्वर ताही नथिले ए सब कोन संभव हेई पारि थांता हमें तो एगरे असुर ना एगरे के पचारची माने तू देखिबो ईश्वर 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 हाउ हमके एगरे के पचारची कहिला हाय रे हाय तू असो बोली मैं कथा कहली केतबेले ए बहु कोन ना कथा रे पारि हो अरे तो बहुत किसी भूल कहूनी अरे तमें दुईटा हलो ए मंगलार रत्न अरे केबे काकू दूरे दबुली कि केबे काकू पर कर दबुली अरे तमे पूरा चौधरी वंशर राम और लक्ष्मण और डेरी कहीं करछन बाबा रामचंद्र को डाकी राजा सिंहासन रे बसाई अभिषेक करे दियंतु आ ए अनुज लक्ष्मण जीवन सारा आगे पूजा करथि अरे तू ठीक कहछि रे जीवन ईश्वर को कंपनी सब तो दायित्व देई मु दायित्व मुक्त होबा को चाहे ता छड़ा अपन तो बड़ भाई को अंते ईश्वर तो कंपानी मालिक तेणु ताने सब संपत्ति उइल करदे से हम मो बड़ भाई प्रति श्रद्धांजलि ना कौन कौन सुधा मते कोन पचते सतरे तुमको जमा पारी होबनी नहीं माने मु कोन कहउतिली कि बड़ भाईकर वर्षिकेटा जाइनी शुभ कामटा श्राद्ध कार्य परे करितले भल हेई थांता ना ना से कथा आदो हेई परिबनी ए घरे खाली समस्त गाठी कंपनी व्यवस्था टंका देखा जाउची आउ कहरी आखिरे किछि देखा जाउनी काहे तो आखि जदी के देखा जाउची ताले से कथा कहि दउनु मो कन कहतिले कि प्रथमे बड़ भाईर बाहागर तापरे जाई अन्य किछि अन्य किछि आ को तापर कहू मोर गोटे बर दरकार शीघ्र दियो आ ता नले मु घर छाड़ी चल जिबे जाई पर तुम समस्त मो कथा को हसरे उड़ी दबो ए सुधा अरे तनु तो किछि भूल कहूनी अरे से कथा तो हम निश्चय भूली जाइथिले तनु तो बे मने पकई देइछि ना जीवन पाई तो तटिनी ठीक है सारी ईश्वर पाई भल पात्री ठीक है गेला परे ए घर रूपी मंदिर रो पवित्रता आहुरी बढ़ी जी ठीक कथा भाई भाई आसिलानी अब भाई काहे जी कथाटा पड़ जियो ना ईश्वर आसी जी कथाटा से एंती लंबाई दबो को जरा हाथ बढ़ेले भी पाइबनी कौन समझते साइलेंस कौन बापा अरे मोर कौन हम मु तो पाखे छिड़ा तो सहित कथबार्ता होची अरे मोर कौन हम जीवन साइलेंस तनु साइलेंस समझते साइलेंस बहुत तू बहु ना ना कौन बहु हाय रे हे तो भली को जो मारा थिबो से मां कोन केबे चुप हेई रही पारिबो
ଜୀବନ କଣ ହେଇଛି କିରେ? କଣ ହେଇଛି ମାନେ କମ୍ପାନୀର ଅଧିକ ଟଙ୍କା ଲାଭ କରାଇ ବାପାଙ୍କ ହାତରେ ଧରେଇ ଦଉଛ ଆଉ ବାପାଙ୍କ ସହିତ ବହୁତ ଆଉ ଆମର ଏ ଭାଇ ଭଉଣୀ ଦିଟାକୁ କିଏ ପଚାରୁଛି କହିଲ? ଆଉ କଣ? ଆମେ ତ ଖାଲି ଟିକେ କାକୁତି ନତିକି ଅନେଇଛୁ କିଛି ପାଇବା ପାଇଁ ଆଉ। ହେ ଜୀବନ ତୁ ଏମିତି କଥା କହିପାରୁଛୁ? ଦେଖ ଏତେ କହିଲା ପରେ ସେ ହାତ କଣ ପକେଟ ପାଖକୁ ଯାଉଛି? ହଉ ନ ଯାଉ ଆମକୁ ବି ନେଇ ଆସିବ ଏ ଭାଇ ମନା କରୁଛି 1 2 3 4 5 ମାଗିଥିଲ ଯାଇଥିଲ ମତେ ଭାଇ ତନୁ କିଏ କଲେ କିଛି ନାହିଁ ଆଲୋ ସେପଟେ କିଛି ନାହିଁ ବା ଏପଟେ ଦେଖ ଦେଖିଲୁ ब्यूटीफुल ହେଇଛି ସତରେ ମୋ ବଡ଼ ଭାଇ ନା ବଡ଼ ଭାଇ ए हस खुशी संसार आमर बहुत ये ना हाँ तमे तो एक कथा कहब कहीं ना ईश्वर समस्त को किसी ना किसी देइछि मते कौन देइछि से मते तते ଆଉ କଣ ଦେବି ଲୋ ବୋଉ ଏ ସୃଷ୍ଟିରେ ଭଗବାନ ଏମିତି କୌଣସି ଜିନିଷ ସୃଷ୍ଟି କରିନାହାନ୍ତି ଯେ ଯାହା ଗୋଟେ ସନ୍ତାନର ମାଆକୁ ଖୁସି କରିପାରିବ ପ୍ରତ୍ୟେକ ସନ୍ତାନ ପାଇଁ ତା ମାଆର ଋଣଟା 7 ଜନ୍ମ ପାଇଁ ଅସୂଚ ହେଇ ରହିଥାଏ ହଁ ଏମିତି ଯଦି ସମୟ ଆସିବ ତୋର ଈଶ୍ୱର ତାର ଏଇ ଜୀବନଟାକୁ ତ ପାଦ ତଳେ ସମର୍ପିତ ହେବ ଲୋ ବୋଉ तो जीवन दे देबो अरे काहे के मते मार राक्षसी सजई देबा को तोर एते इच्छा नहीं एमिति कथा केबे कहबने तू हाउ छती एमिति कथा तो केबे कहछ ना अरे मारे तो गाले खाइबा पई अपेक्षा करछि शीघ्र बाबा अरे तो बोले पो पाई पुलिस को गर्व अनुभव करछि रे बापा जो पुओ पे बापा माने गर्व अनुभव करती से पुओ पे से बापा माँ तो चलती प्रतिमा स्वयं जगन्नाथ बापा पुलिस अरे ये हम थाना रे नुआ इंचार्ज बोल करते देखा बेली शांता प्रसाद चौधरी आपण बड़ भाई हाँ मु ताको सानो भाई कांता प्रसाद चौधरी आ विषय रे भाउस तो अनेक दिन मरी गले पिला पिली ए ईश्वर होती तांकुरी पुओ कौन निज रक्तर नहीं सर मु जड़े अनाथ अनाथ आश्रम हूँ प्रथम परिचय मत मैंने अनाथ आश्रम एघरे पुअर मान्यता देइचंती अच्छा ये घर आउ किए अछंती मो स्त्री मो पुओ आउ गोटे झील अच्छा कंपनी क्या नारे अच्छी बड़ भाई को नारे अच्छी एबे तो तुम बड़ भाई ना ताले कंपनी क्या नारे हम न्याय तो सान भाई कांता प्रसाद चौधरी को नारे सेठी केमति हबो अरे बड़ भाई को अंते कंपनी मालिक हब तू अच्छा सर एक कथा पचारियो माने न थाई पुलिस केबे अनुसंधान करबा को पसंद करेनी हाँ सर ले आपण बड़ भाई मर्डर विषय रे सर सर मु कह दछि मो बापा को मर्डर बेले मो बापा पर 5 लाख टका थिला और से आसानी जनक से टंका नै नथला ये मु आज पर्यंत बुझी पारनी से को उद्देश्य नै मो बापा को मर्डर करथला तमे तार अनुसंधान करंतु सर ठीक अछि मु एबे आसीची हां दरकार पड़िले पुणी आसीबी हो पर भरोसा रखंतु आपण बड़ भाई को जे भी मर्डर करची मु दिने ना दिने आपण मानको आखिरे छिडा करेबी
तो बोशेले खाएको बारछु तो कंपनी 50 लाख टका प्रॉफिट आशा करते मुझे तमे मते 50 लाख टका लॉस देखौ हां सुनो चौधरी कंपनी प्रॉफिट करथला बेले मो कंपनी लॉस करछि कोन हां सुनो तमर कोन से सफेद सुनबा को मु चाहे ना हां ओ खाली गोटे अपदार्थ मैनेजर ଜଲ୍ଲାଦ ଆମ ଉନ୍ମାଦ ଦେଖିନି ବାପା ମା ଜାଣିନି ଆଉ ମୋ ସହିତ ଯେ ଲାଗେ ମୁଁ କରିଦେବି ମଧ୍ୟ तू एठी कोन पाई आसीछु ଭୋକ ଲାଗିଲେ ମଣିଷ କ'ଣ ପାଇଁ ଖାଇଦେବ ने ଭୋକ ଲାଗିଲେ ମଣିଷ ପାଣି ଖୋଜେ କାହିଁକି तू जानि नी କାहे ଆପଣ କ'ଣ ମଣିଷ ଏ ଚିଲ୍ଲା ମତ ଆବାଜ କରିବୁ ତ ହାଣିକି ଦି ଗଡ଼ କରିଦେବି ए बाबू तो पाखर मो काम सरी जाय सेति पाई तो प्राप्य तते मु देई सारिछु ଥରେ ମନ ଭରି ଖାଇଦେଲେ ଥରେ ମନ ଭରି ପାଣି ପିଇଦେଲେ ଆଉ ଯେ ଭୋକ ଲାଗିବନି କି ଶୋଷ ଲାଗିବନି ଏମିତି ଜୀବ ଏ ପୃଥିବୀରେ ଅଛି କାହିଁ ମୁଁ ତ ଜାଣିନି ऐसे बात कथा छोड़िला को मो पसंद କାମ କରିବା ପାଇଁ ଆପଣ ବେଶ ପସନ୍ଦ କରନ୍ତି ମୋତେ ଆଉ କିଛି ଟଙ୍କା ଦିଅନ୍ତୁ ए मो कोन से बैंक मु ମୁଁ କୌଣସି ଲୋନ୍ ପାଇଁ ଆସିନି पुणी काई टका बाबू ଆଉ ଗୋଟେ ମଦ ପାଇଁ ଅର୍ଡର ଦେଇ ମୋତେ କିଛି ଟଙ୍କା ଦିଅନ୍ତୁ ମଦ ପିଇଲେ ବି ମୁଁ ସବୁବେଳେ ସେନ୍ସରେ ଆଉ ବିନ୍ଦାସ ବହି ବୋଲେ ମୋ ହାତରେ କିଛି ଟଙ୍କା ଦେଇ ଦିଅନ୍ତୁ भलरे भलरे जीवो पुलिस आसीला को बात ପୋଲିସ ଆଉ ଥରେ ଯଦି ପୋଲିସ ନାଁଟା ଧରିବୁ ସିଧା ମଝିରୁ ବତ୍ତା ଚିରିଲା ଭଳିଆ ଚିରି ଦେବି ତମକୁ ମାରି ମୁଁ ମୋ ପେଟକୁ ପାସ ରଖିବାକୁ ଚାହୁଁ ଧରୁଛ ଯଦି ମୋ ହାତରେ କିଛି ଟଙ୍କା ଦେଇ ମୋ ମୁହଁଟାକୁ ବନ୍ଦ କରିଦିଅ ତାହେଲେ ମାନସିଂ ବାବୁ ଥରେ ଯଦି ଏ ମୁହଁଟା ପୋଲିସ ଆଗରେ ଖୋଲିଗଲା ତମ ହାତରେ ହାତ କରି ଲାଗିବା ପାଇଁ ବେଶୀ ସମୟ ଲାଗିବନି नहीं किछु घरे आसी मो सହିତ देखा करी ଚଳିବ ହେଲେ ଯିବା ପୂର୍ବରୁ ଗୋଟେ କଥା କହି ରଖୁଛି ମାନସିଂ हां ଯେମିତି ମାଟି ଭାଙ୍ଗିଗଲେ ଖପରା ସତର ଚୁନା ହେଲେ ଗୋଡ଼ି ସୁବାସିତ ଚନ୍ଦନରେ ଥରେ କଳଙ୍କ ଲାଗିଗଲେ ସେଇଟା ହେଇଯାଏ କ'ଣ କଳା ଚନ୍ଦନ बेले बेले हठात आओ अचानक जेकोसी समय पुलिस पहुँचवाटा तो धर्म आ कर्म भी एनी प्रोब्लेम नहीं नहीं किछु नहीं बहुत टेंशन अच्छा मोर झाड़टा बाहर पोछि दे जानि पर के इंस्पेक्टर हठात फोन एबे मु आसला बेले लोकटा चलीगला से लोकटा किए हां तो कंपनी को किछु माल सप्लाई करे एठी कम पाई आसला हां किछु टंका पाई एठी आसते टंकाटा ऑफिस रू नहीं पड़ता नहीं कथा कोन की ता टंका किछु अर्जेंट थी सेति पाई सेठी के आसीतला अच्छा इंस्पेक्टर से कथा छाड़ आपण हठात एठी कोन पाई आछन से विषय मते किछु कहबी अच्छा कांता प्रसाद चौधरी मर्डर विषय रे इंक्वायरी करबा पई आसी छी से विषय में आपण कोन कहि पचरंतु जहां जानि छी सठिक आंसर दे अच्छा तांको सहित तो आपनकर की संपर्क थिला बहुत भलो थिला और सेही संपर्क को दृढ़ करबा पई जाय ओ झियो को से घर को पठेबार निष्पत्ति नहीं छाड़ी अच्छा तांको कंपनी सहित आपण कंपनी किछि प्रतिद्वंदिता थाए ताको कंपनी सहित मोर कोन प्रतिद्वंदिता नहीं चौधरी कंपनी प्रतिवर्ष लाभ करथिबा बेले मानसिंह कंपनी सही परिमाण रे खेती करथला आपण मन रे इच्छा आसे कि देखो इंस्पेक्टर बिजनेस से करू लाभर आशा तो से रखी ता छड़ा एटा होची व्यवसाय मानकर लक्ष्य और व्यवसाय लॉस करूची सेति पई मु चिंतित अच्छा इंस्पेक्टर मु जानि पारे कि ए मोर सहित जे की संपर्क अछि आपण मते कथा पचरछन का सहित कार संपर्क सेटा साधारण जनता जानि परिबे पुलिस आकु भी सेटा अलग देखा जाए ताना आपण कहबा को चाहू पचारि जानिबा को कि आसी छी आ जतले पुलिस सब किछि जानि दिबो सेतले कार की कहबा पई सुजोग
ଆସୁଛୁ ଦରକାର ପଇଲେ ପୁଣି ଆସିବି। ଇନ୍ସପେକ୍ଟର ମୁଦୁଲି ସରକାର। ଓକେ। ମଣିଷ ଯେ ଗୋଟେ ମହାବିପଦରେ ପହଞ୍ଚି ଯାଇଥାନ୍ତା ନା ଏ କଥା ପାଇଁ ମତେ ଗୋଟେ କିଛି ସ୍ଥାୟୀ ସମାଧାନ କରିବାକୁ ପଡିବ। ଓ ୟସ୍ କିନ୍ତୁ କେମିତି? ତଟିନି ତୁ ତୋ କଥା ଯୋଉ କଥାର ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରୁଥିଲେ ତଟିନି ଏ ତଟେ ଜାଣିବାକୁ ଚାହୁଁଛି ଘରଟା ଗଲେ ଗୋଟେ ଅସାମାଜିକ ଲୋକମାନଙ୍କ ଆଡ୍ଡା। ନିଜ ସେନ୍ସରେ ବୁଝି ପାରୁନି ବୋଲି ତ ତମକୁ ପଚାରୁଛି। କଣ ପଚାରିବା ପାଇଁ ଚାହୁଁଛୁ? ଗୋଟେ କଦର୍ଯ୍ୟ ଲୋକ ସହିତ ଏବେ କଥା ହଉଥିଲେ। ସେ ଆପଣଙ୍କୁ ଧମକ ଦେଲେ। ଆପଣ ତା ହାତରେ ଟଙ୍କା ବଣ୍ଡଲ ଧରେଇ ଦେଲେ। ସେ ଏଠୁ ଚାଲିଗଲା। ଏଇଟା ହଉଛି ମୋ ବିଜନେସ କଥା। ତୁ କାଇଁ ସେଥିରେ ମୁଣ୍ଡ ପୁରଉ? ଠିକ ଏଇ କଥା ପୋଲିସ ଆଗରେ ଆପଣ କହିଥିଲେ। अरे रख जेमिति मु मेहरबान छी आ कहे जोटा ओरे मध्य सेटा माइंडे मन बुझिलानी ब्या ए मनटा बुझिलानी। तमे सिना बापार अधिकार नहीं मो मुहटा को बंद कर दब किंतु मो मन को नुह केबे भी नुह। आज परी तुमको तुम कार्य करुवा शैली को मु निश्चय सन्देह करिवे। यस तमे घर गोड़ न काढ़ी मत मो कार्यकलाप को सन्देह कर बसलेनी। अरे नाई नहीं अरे कौन नाई नाई अरे बाबा ए कथा टिके सुना कौन कहून कौन कहबे कमिटी कहीं आस। अरे तमे कहवा अनुसार मंदिर पाखे रज प्रोग्राम आरंभ हो गला से तमे न जाई एटी ठिया आइछ बाहर थिली किंतु पुणी कौन एटी फंक्शन आरंभ हो गलानी सरी गलन तो आसला कोन पे आरंभ होईची कहला तो ना सरी गलानी कहला सरी गलानी ताले सरी गलन तो आसला काहे की कोन पे चारि दिन पर मु बैंगलोर चली जेबी सेटा पुणी एकादरे 3 मास पई। हां आ जे 3 मास एतिया कटिया पई किछि स्मृति दरकार ना नहीं। किछि स्मृतिर सहारा न ने 4 मास कटेबारे मोर किछि भी असुविधा हबनी। कौन हला ता माने तमे मते मिस कर रही परिबो आ मिस कल कोन हबो आमे तो फोन ने कथाबार्ता हेई परिबा ना ता छड़ा असुविधा का तमे तो जीव निश्चय तमो किए कोन बाधा दे परिबो निश्चय जीव मु ना तम मु बहुत खुशी ताले तमे मंदिर पाखु गलनी कोन पई तमे मते को कथा जणाउ जे थाउ यारे डेरी हलानी चलो हां तमे गप्प चकाई कि चालू ना चालो आसु ना
ଫଗୁଣକୁ ତୁ ଛୁଇଁ ସାରିଲାଣି ମୁଁ ଜାଣିବା ଦରକାର ନାହିଁ। ଯଦି ଜାଣିପାରୁଛୁ ଏମିତି ଅବାନ୍ତର ପ୍ରଶ୍ନ ମୋତେ ପଚାରୁଛୁ ଗୋଟେ ସୁନ୍ଦର ଝିଅକୁ ଗୋଟେ ଯୁବକ ରାସ୍ତା କରେ ଉଠେଇ ଆଣେ କ'ଣ ଫୁଲ ଚନ୍ଦନ ଦେଇ ପୂଜା କରିବା ପାଇଁ ଫୁଲ ଚନ୍ଦନ ଦେଇ ପୂଜା କରିକି ଖେଳିବି ମନ ସହିତ ମନ ମିଶାଇ ଖେଳିବାକୁ ଚେଷ୍ଟା କଲେ ଫଗୁଣର ରଙ୍ଗ ମାରି ରଖିବାକୁ ଚେଷ୍ଟା କଲେ ତୁ ମୁହଁ ବୁଲେଇ ଦେବୁ ଗୋଟେ ପବିତ୍ର ସମ୍ପର୍କ ସ୍ଥାପନ କରିବା ପାଇଁ ହାତ ବଢ଼େଇଲି ମୋତେ କଦର୍ଯ୍ୟ କୁସ୍ତିତ କହି ତୁ ଘୃଣା କଲୁ ହେଲେ ଆଜି ଏତେ କୁସ୍ତିତ ଆଉ କଦାଘାତ ମୋ ଚିନ୍ତାଧାରା ଏଥିପାଇଁ ତୁ ଦାୟୀ ସେଥିପାଇଁ ମୁଁ କାହିଁକି ଦାୟୀ ହେବି? ତୁ ବା ବିବାହ ପ୍ରସ୍ତାବ ଗ୍ରହଣ କଲୁ କାହିଁକି କେମିତି କରିଥାନ୍ତି? ଗୋଟେ ମଣିଷ ସହିତ ମଣିଷର ବାହାଘର ହୁଏ ହେଲେ ତମ ଭଳି ଗୋଟେ ପଶୁ କି ଜାନୁଆର ସହିତ ନୁହେଁ। ହଁ ହଁ ମୁଁ ପଶୁ ହଁ ମୁଁ ଜାନୁଆର ପଶୁ ଜାନୁଆର ମାନେ ମଣିଷ ମାଂସ ଖାଇବାକୁ ପସନ୍ଦ କରୁ ହେଲେ ମୁଁ ଆଜି ମୋ ତୋ ଦେହର ମାଂସ ଖାଇ ମୋ କ୍ଷୀର ମୋତେ ଛାଡ଼ି ଦିଅ ଏଠୁ। ପାଖକୁ ନ ଆସିଲେ ତୋ ସର୍ବନାଶ ହବ କେମିତି ଗୋଡ଼ ଛାଡ଼ ଗୋଡ଼ ଛାଡ଼ ଯଦି ପାରୁଛ ଏ ଦେହ ସହିତ ଦେହକୁ ମିଶାଇ ଦେ କାହିଁକି ଅସମ୍ଭବ ପ୍ରେମ କ'ଣ ମୋ ପାଇଁ ପାପ ଭଲ ପାଇବା ମୋ ପାଇଁ ଭୁଲ ସଂସାର କରିବା ପାଇଁ ମୁଁ କ'ଣ ଯୋଗ୍ୟ ନୁହଁ ତୁ ପାଖକୁ ନ ଆସିଲେ ତୋ ସର୍ବନାଶ ହବ କେମିତି उठ उठ जा जा अबे जा बे सुन ମୁଁ ଇଚ୍ଛା କରି ଜୋର ଜବରଦସ୍ତ କରି ତ ସର୍ବନାଶ କରିପାରିବି ହେଲେ ସେମିତି ଲଡ଼ସା ମୋ ମନରେ ଆଗରୁ ନଥିଲା କି ଆଜି ମଧ୍ୟ ନାହିଁ କାହିଁକି ନା ମୁଁ ଚାହେଁନି ତୋର ସର୍ବନାଶ କରିବି ଏ ସମାଜରେ ଆଉ ଗୋଟେ ଜାରଜ ସନ୍ତାନ ସୃଷ୍ଟି ହେବ ଜାରଜ ହବା ଯେ କେତେ କଷ୍ଟ କେତେ ଯନ୍ତ୍ରଣା চিন্তা করিবি কোন করিবা উচিত কোন করিবা অনুচিত আর তা নহলে তো ভালো পাইবাকু নাই তো তোর রাস্তা আর
तो घृणा भाव को बीते जल्लाद उन्माद बाप माँ जाने आ मो सहित जे लगे ता अवस्था छी। तोर से बाज्य कथा सुनबा समय नहीं କାଇଁ ତୁ ଶଳା ଏମିତି କ'ଣ ହେଇଗଲି କି କିରେ ତୁ ତ କନେଷ୍ଟବଳ କୁ ମୁଁ କନେଷ୍ଟବଳ ଦେଖିବାକୁ ଗଲେ ସିନିୟରିଟି ହିସାବରେ ତୁ ମୋତେ ସମ୍ମାନ ଦେଇ କଥାବାର୍ତ୍ତା କରିବୁ ରଖ ତ ସିନିୟର କି ସିନିୟର ତୁ ଦେଖଉଛୁ ଶିକ୍ଷକତା ଜଗତ ତୋ ଠାରୁ ମୋର ବେଶୀ ତେଣୁ କରି ମୋର ଆଗେ ପ୍ରବେଶନ ହେବା ଦରକାର। ହେ ଅନାନୀ କିରେ ତୁ ପାଠ ବେଶୀ ପଢିଲେ କ'ଣ ହେଲା ଇରେ ପୋଲିସ ଚାକିରିରେ ଅଭିଜ୍ଞତା ଦେଖି ପ୍ରମୋସନ ଦିଆ ଶଳା ତୋ ଠାରୁ ମୋର ଅଭିଜ୍ଞତା ଢେର ବେଶୀ ହେଇଟି ଅନାନୀ ପ୍ରମୋସନଟା ଆସି ମୋ ମୁଣ୍ଡ ଉପରେ ଖାଲି ଧକ 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 କରିଛି ଧକ 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 ଆପେ ଆପେ ବନ୍ଦ ହେଇଯିବ। ହେ ଅନାନୀ ଶଳା ତୋର ତ ଭାରି ସାହସ ଆଉ ସାହସ ଅଛି ବୋଲି ଆଉ ବଡ଼ ବାବୁ ମର୍ଡର କେସରେ ମତେ ବା ଖୋଜନ୍ତି। ହେ ଅନାନୀ ଆଉ ତୁ ମୁଁ ବି କିଛି କମ ନୁହେଁ ଆଉ ଇରେ ଧର୍ଷଣ କେସରେ ମୁଁ ପରା ସବୁବେଳେ ଆଗରେ ରୁହେ ଏଇଟା ମୋ ବିଚକ୍ଷଣ ବୁଦ୍ଧି ଯୋଗୁ ଇଏ ଧର୍ଷଣକାରୀ କେବେ ଖସି ଯାଇପାରିବ ଚୋରି ଡକାୟତ କେସରେ ଆ ବଡ଼ ବାବୁ ମତେ ବା ତାରିଫ କରନ୍ତି। ହେ ଅନାନୀ ତୁ ତତେ ଖାଲି ତାରିଫ କରନ୍ତି ଆଉ ହେଲେ ସେ ବାବଦରେ ଦେଖିବୁ ଯା ଅଫିସ ପାଇଲେ ମୋର ଭଲ ରେକର୍ଡ ଅଛି ରେ ତ। ଆଜ୍ଞା ନମସ୍କାର। Twinkle twinkle little star, nighty ଖୋଲା ମତେ ଏମିତି ଚାହିଁଛ କଣ? ଇଲୋ କିଏ ଲୋ ତୁ ହଁ ମୁଁ ହେଲି ଲବଙ୍ଗ। ମୁଁ ପ୍ରତିଦିନ ପାନରେ ଖାଇବେ ଭଲ ପାଏ। ହେ ଅନାନୀ ଇଏ କଣ ସେ ପାଣ୍ଡାରେ ପଡିବା ଲବଙ୍ଗ ଇଏ ତ ହଉଛି ଥାନା ବାବୁ ଅଛନ୍ତି? ନା ନଥାନ୍ତୁ ଆମେ ସମ୍ଭାଳି ନେବୁ ଆଉ ତମର କଣ ହେଇଛି କହୁନ ତମର ସବୁ ଦୁଃଖ ଆମେ ମୋଚନ କରିଦେବୁ ଆଉ ବାହାର କେସ ହେଇଥିଲେ ଆଉ ଭିତର କେସ୍ ହେଇଥିଲେ ମୋର ନାଇଁ 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 ସେ ମିଛ କହୁଛି ହଁ ବାହାର କେସ୍ଟା ତାର ସେଠି ଅନାନୀ ଭିତର କେସ୍ଟା ମୋର ଦରକାର ପଡ଼ିଲେ ବାହାର ଭିତର ଭିତର ବାହାର ଦିଟା ଯାକ ମୁଇଁ ସମ୍ଭାଳି ଏମିତି ଦଫା ଲଗେଇବି ନିଜ ସ୍ତ୍ରୀ କି ତ ପାଇବନି କି ଆଉ କାହା ମତରେ ସିନ୍ଦୁର ବି ପିନ୍ଧେ ବିଲକୁଲ ମତାରେ ସିନ୍ଦୁର ନାହିଁ ମତାରେ ସିନ୍ଦୁରକୁ ଯା ଧୀରେ ଲଡୁ ସତେ ତ ୟା ମତରେ ମୂଳରୁ ସିନ୍ଦୁର ନା 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 ତା ମାନେ ତମେ ବାହା ହେଇନ କାଇଁ ମୁଁ କଣ ବାହାହେଲା ବେଳେ ଜଣା ପଡୁଛି? Twinkle twinkle ମାଲଟା ବଣ ଦୋଷ ମାଲଟା ସଫା nighty ମାଲଟା ସଫା ଅଛି ଆଉ କଣ? ତମ କିଏ ଆସନ୍ତୁ ମତେ କେହି ଧର୍ଷଣ କରିନାହାନ୍ତି। ଏବେ ଲଡୁ ଯାହା ହଉ ଶଳା ରକ୍ଷା ମିଳିଗଲା ଇଏ ସେ କାମକୁ ତମ ଦର୍ଶନ କରିବାକୁ ଉଦ୍ୟମ କରୁଥିଲା ଶିର ହଉ କି ସାରଥି ହଉ କି ବାବୁ ପମ୍ପ ହଉ ତାକୁ ହାତରେ ଆଣି ଏମିତି ଘାଟିବି ଯେ ସେ ପୁଅ କି ଝିଅ ଚିହ୍ନି ପାରିବନି। ଚୁପେ ସବୁ ତାର ତାଡ଼ି ପକେଇବୁ ଆଉ କଣ ଭାବୁଥିବ ଆବେ ମୁଁ ଆଗ ଦେଖେ ଦେଖେ ୟାର କଣ ହେଇଛି ହଁ ୟାର ତ ଗାଲ ମୁହଁ କୁଆଡେ
କାହିଁ ଖଣ୍ଡିଆ ହେଇନି ଖଣ୍ଡିଆ ହେଇନି ମାଟା ଚାଙ୍ଗା ଅଛି କିରେ ଲଡୁ ହଁ ଇଏ ଡ୍ରେସ୍ ତ କାହିଁ କୁଆଡେ ଚିରିନି ମାଟା ଚିରିନି ବଢିଆ ଅଛି ଆଉ ସାମୁ ଇଏ ସେ ଧର୍ଷଣ କରିବାକୁ ଚେଷ୍ଟା କରୁଥିଲା ହଁ କିଲୋମିଟର ଦୂରରୁ କାହିଁକି ରେ ସେମିତି କେହି ଚେଷ୍ଟା କରିନା ତା ଶଳା ଶାନ୍ତି ମିଳିଗଲା ମୁଁ ବୁଝିପାରୁନି ମୋ ଧର୍ଷଣ ପଛରେ ତମ ଦୁଇ ଜଣଙ୍କ ସମ୍ପର୍କ କଣ ଅଛି? ହଁ ଅଛି ସମ୍ପର୍କ ଆମର ସମ୍ପର୍କ ବହୁତ ସମ୍ପର୍କ ଅଛି ହଉନୁ ଯାଉ ଅପରିଷ୍କାରକୁ ପରିଷ୍କାର କରିବି ମୁଁ ଶଳା ପରିଷ୍କାର ପରିଷ୍କାର କରିବି ଶଳା ପରିଷ୍କାର ତୁ କରିବୁ ଇରେ ଲଡୁ ଶଳା ତାର ଜର ଫର କି ହେଇଥିଲେ ସିନା ସେ ଥାନାକୁ ଆଇଥାନ୍ତା ଶଳା ବାନ୍ତି ସଫା ବାନ୍ତି ଯଦି ହେଇଥାନ୍ତା ତାହେଲେ ସେଇଟା ତୋର ଆଉ ବାନ୍ତି ପରିଷ୍କାର କରିସାରିଲା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମଟା ମୋର ତୁ ଏକା ସିଆଣିଆ ତୁ ଏକା ସିଆଣିଆ କଣ ସିଆଣିଆ କଣ ଶୁଣିଆ? ଆଉ କଣ ଶୁଣିଆ? ପରିଷ୍କାରକୁ ଅପରିଷ୍କାର କରିବି ମୁଁ ପୁରା ପରିଷ୍କାର ଆସିକି ତୁ ଶଳା ଜମା ହେଇପାରିବ ବେଶୀ ଗୋଟେ ଫାସ ଚଲେଇଛି ମୋର କଣ ହେଇଛି ମୁଁ କଣ ପାଇଁ ଆସିଛି ଏପର୍ଯ୍ୟନ୍ତ ତମେ ଦି ଜଣ କିଛି କହିଲି ନା। ହଁ ଆଉ ତମେ ଦିଟା ସ୍ୱାମୀ ପରିତ୍ୟକ୍ତ ଧର୍ଷଣ ଚୋରି ଏମିତି କହି ଗୋଟେ ତାମସା ଚଲେଇଛି ପଚାରୁଛ ଯାଉ ତମକୁ ଆଉ ଚୋରି ଦରକାର ଆମେ କହିନାହାନ୍ତି କିଛି ତମକୁ ମୁଁ ଆମେ ଉପଯୁକ୍ତ ସୁରକ୍ଷା ଦେବୁ ତ ସେଥିପାଇଁ ଆମେ ଦି ଜଣ ଲାଗିଛୁ ହଁ ଆଚ୍ଛା ହଁ ଆଉ କଣ ହେଲା? ରାସ୍ତାରେ ଗଲାବେଳେ ହଁ ତମକୁ ଯିଏ କମେଣ୍ଟ ମାରିବାକୁ ସାହସ କରିବ ତାକୁ ବା ଭିତରେ ପୁରେଇକି ପୁରା ଘାଟି ଦେଲି ଆଉ କଣ ଖାଇନ ବଚନ ବାହାରୁନି ମୁଁ ଜାଣିଛି ବା ତମ ପାଟିରେ ଗୋଟେ ବଡ ରସଗୋଲା ପୁରେଇ ଦେବି କାହିଁ କିଏ ଦଉଛି ନାଇଁ ତ ନା ଦେଖିବ ଅତି ଗୋଟେ ଦେଖେଇଉଛ ଆଉ ମୋ ପାଟିରୁ ପଦେ କଥା ବୋଲି ଦି ଜଣ ଯାକ ଗୋଟେ ପାଲା ଜମଲା ଭଳିଆ ଫଟେଇ ହଉଛ ଆମେ ପାଲା ଗଲା ଆମେ ପାଲା ଗଲା ଆଉ କଣ ଆମେ କର୍ଣ୍ଣଷ୍ଟବଳ ପାଲା କଣ ହଉଛୁ ଆରେ ଆମେ ପାଲା ସଭା ହଁ ସିଏ ଜୁନିୟର ମୁଁ ସିନିୟର ଆଉ ମୋ ବୟସ କମ ସତରେ ତା ବୟସ ଅଧିକା ମୋ ବୟସ ବେଶୀ କାମ ଅଧିକା ଇଏ ଶଳା କୋଉ ଭିଡକୁ ନୁହଁ ଆଉ କୋଉଠି ହ ଇଏ ଶୋଇଲା ବେଳେ ନା ସପ୍ତାହକୁ ଯେମିତି ହେଲେ ଥରେ ବେଡରେ ପରିସ୍ରା ହଁ କରେ ହଁ ତୁ ଦେଖିଥିବୁ ମୋର ଯାଇ ଘରେ ଆଉ ପରିଶ୍ରା ମୁଁ କରୁଥିବି ଆଉ ଯେ ନୂଆ ଗାଁର ଯେ ମାଛ ତରକାରୀ କି ମଟନ ଫଟନ କଲା ଆଉ ତାଙ୍କ ଘରେ ଯାଇ ଯାହାର ଭଲ ଲାଟିନ୍ ଫାଟିଥିବ ସବୁ ଲାଗିଥିବ ଟାୱାର ପାୱାର ଲାଗିଥିବ ତା ପଟି ମାଣ୍ଡି ନେଇ ତା ଘରେ ଖାଲି ଶୋଇବ ଆଉ କିଛି କାମ ନାହିଁ ଖାଲି ହଗିବ କିଛି ହଗିବ ଥାନା ବାବୁ ଆସିବା ସମୟ ଆସିଲେ ଆରେ ଲଡୁଆ ଏ ସାର୍ ଆଉ ତୋ ଖବର କଣ? ସାରେ ଟିକେ ଭଲ ଦୁଃଖ ସୁଖ ଚାଲିଛି ଟିକେ ହୁକ ପକେଇବାକୁ ସାର୍ ତୋ ଖବର କଣ? ସାର୍ ସେମିତି ସଂସାର ପେଲି ଠେଲି ଚାଲିଛି ଆଉ ହଁ ମଝିରେ ମଝିରେ ସାର୍ ଟିକେ ହୁକ ପକଉଥିଲି କାହିଁ ଏତେ ତମ ନାଁ କଣ? ଲବଙ୍ଗ ବାରିଆ ଆଚ୍ଛା ଆଜି ଜଏନ୍ କରିବ? ୟେସ୍ ସାର୍ ହଉ ଲେଟର ପ୍ଲେଟଟା ଦିଅ। ହଉ ଠିକ୍ ଅଛି ମୁଁ ଭିତରେ ଅଛି ତମେ ଆସିକି ଭିତରେ ଦେଖା କର। ୟେସ୍ एथर जानी पाला तो हाँ मो किए कौन पे आसीची अच्छा कहिला देखी तमे जी जरा मो पे कौन सब करिवो को बहुत किसी करी मो जानि छी परा तमे जी जरा कि
ଆରେ ଲଡ଼ୁ ତୁ କିଛି କହିବୁ ନା Twinkle twinkle little star ଏଇଟା ହୋମଗାର୍ଡଟା ହୋମଗାର୍ଡଟା ହଁ ଘର ସଫା କରିବାର ଘର ଖାଲି କରିବାକୁ ଆଇଛି ଶଳାକୁ ଛାଡ଼ିବିନି କାହାକୁ? ମାରିଦେବି କାହାକୁ ସେ ହୋମଗାର୍ଡ ନାଇଁ ବେ ମତେ ତୁ ଯଦି ଏମିତି ଫୋନ କରିବୁ ମୁଁ କ'ଣ କରିବି କହିଲୁ? ଆରେ ଘରର କାମ ଧନ୍ଦା କରିବି ନା ତୋ ସହିତ ଏମିତି ଗପିବି? କ'ଣ କହିଲୁ? ତୁ ଏମିତି ଫୋନ କରିବୁ? ଆରେ ତୁ ଯଦି ଏମିତି ଫୋନ କରି ପାଠ ପଢ଼ିବୁ କେତେବେଳେ? ଆରେ ତୁ କ'ଣ ଜାଣିନୁ ତୋ ରେଜଲ୍ଟକୁ ଆମେ ସମସ୍ତେ ଚାତକ ପକ୍ଷୀ ପରି ଚାହିଁ ରହିଛୁ। ହାଁ ଏ ବୋଉ ଧମକ ଦେଲା ଭଳିଆ କଥା କାନ ପ୍ଲିଜ ହାଁ ଆଉ ତୋ ମମତା ବାପାଙ୍କ ସ୍ନେହ ଭାଇର ଭଲ ପାଇବା ଆଉ ଚଳିବା ଭଳି ହଁ ବୋଉ ଏସବୁ ମୁଁ ମିସ୍ କରୁଛି ହଁ ଆଉ ଚଟିନି ତା ପ୍ରେମ ତା ଭଲ ପାଇବା ଏସବୁ ତୋର କ'ଣ ମନେ ପଡ଼ୁନି? ଏ ବୋଉ ତୁ ନା ଛାଡ଼ ସେ କଥା ଆଚ୍ଛା ଫଙ୍କସନ୍ କେତେ ବଡ଼ ଗଲା? ହଁ ଆରେଞ୍ଜମେଣ୍ଟ ସବୁ ସରିଯାଇଛି। ତୋ ବାପା ପୁରା ବଜାରକୁ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ଆଚ୍ଛା ହଉ ଠିକ୍ ଅଛି ହଁ। ଇଏ ଭାଇ କହିଥିଲେ ତୁ ମୋତେ ସ୍ପେଶାଲ ପାର୍ଟି ଦେବେ ବୋଲି ହଁ ସେଟା କେବେ ଦେବେ? ହଁ ମୁଁ କ'ଣ କରିବି କହିଲୁ? ତୁ ତ ଗଲାବେଳେ କହିଦେଇ ଗଲୁ ତ ଆସିବା ପର୍ଯ୍ୟନ୍ତ ଆମେ ସମସ୍ତେ ଅପେକ୍ଷା କରିଥାନ୍ତୁ। ହଉ ତାହେଲେ ଠିକ୍ ଅଛି ତୁ ବିରକ୍ତ ହଉଛୁ ମୁଁ ରଖୁଛି ପରେ କଥା ହବା ତୁ ରଖିଲୁ ହଉ ବାଏ ରଖୁଛି ଦୁଷ୍ଟ କୋଉଠିକାର ଦିନକୁ ଦିନ ଯେତିକି ବଡ଼ ହଉଛି ତାର ଦୁଷ୍ଟାମି ଆରମ୍ଭ ହେଇଯାଉଛି। କେମିତି ବାହା ସାହି ସଂସାର କରିବ ମୁଁ କେବଳ ସେଇ କଥା ଭାବୁଛି। ନମସ୍କାର ସମୁଦୁଣୀ ହଠାତ୍ ଆପଣ କେମିତି ଚାଲି ଆସିଲେ? କଥା କ'ଣ କି ଆପଣଙ୍କର ସବୁ କାମ ଯେମିତି ହଠାତ୍ ହଠାତ୍ ହେଇଯାଉଛି ମତେ ସେମିତି ହଠାତ୍ ଆସିବାକୁ ପଡ଼ିବ ନା କୋଉ କଥା ବୁଝିପାରିଲିନି? ଏଇ ମାତ୍ର ଶୁଣିବାକୁ ପାଇଲି କ'ଣ? ସମୁଦ୍ରୀ ଚୌଧୁରୀ କମ୍ପାନୀର ମାଲିକାନା ସତ୍ତ୍ୱ ଈଶ୍ୱର ନାଁରେ କରିଦେଇ ଈଶ୍ୱରକୁ ଚୌଧୁରୀ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କରିଦେବାକୁ ଚାହୁଁଛନ୍ତି। ଆପଣ ଠିକ୍ ଶୁଣିଛନ୍ତି ସମୁଦ୍ରୀ। ନାଇଁ ନାଇଁ ସମୁଦ୍ରୀ କ'ଣ ମତେ ଏ ବିଷୟ ଥରେ ପଚାରିବା ଉଚିତ ହେଇନଥାନ୍ତା? ମୁଁ ତାଙ୍କ ସମସାମୟିକ ବନ୍ଧୁ ମୁଁ କ'ଣ ଏହାର ଗୋଟେ ସ୍ଥାୟୀ ସମାଧାନ କରିନଥାନ୍ତି? ନାଇଁ ସମୁଦ୍ରୀ ଆମେ ସେମିତି କିଛି ଭାବିନୁ। ଯୋଉଟା ଆଜି ନହେଲେ କାଲି ହବାର ଥିଲା ସେଇଟା ଏବେ ହେଇଯିବ। ତା ଛଡ଼ା ବିକଳ୍ପ ନିଷ୍ପତ୍ତି ଆମ ପାଖରେ ଆଉ କିଛି ନାହିଁ। ନାହିଁ କେମିତି? ଜୀବନ ଆପଣଙ୍କ ନିଜ ପୁଅ କିନ୍ତୁ ଈଶ୍ୱର ହଉଛି ମୋ ବଡ଼ ପୁଅ। କିନ୍ତୁ ନିଜ ରକ୍ତର ନୁହଁ। ସମୁଦ୍ରୀ ମୁଁ ତାକୁ ଗର୍ଭରେ ଧରି ଜନ୍ମ ଦେଇନି କି ସିଏ ମୋ ବକ୍ଷରୁ କ୍ଷୀରପାନ କରି ମଣିଷ ହେଇନି ତଥାପି ସିଏ ହଉଛି ମୋ ପୁଅ। ଈଶ୍ୱର ଏକ ଅନାଥ ସନ୍ତାନ ଅନାଥ ଭାବରେ ବାସି ଘରେ ପ୍ରତିପାଳିତ ହୋଇ ବଡ଼ ହୋଇଛି। ଏଇଟା ଆପଣ ଜାଣିନାହାନ୍ତି ନା ଜାଣିପାରୁନାହାନ୍ତି? ସତରେ ସମୁଦ୍ର ଆପଣ କ'ଣ କହୁଛନ୍ତି? ଆପଣଙ୍କ କଥା ମୁଁ କିଛି ବୁଝିପାରୁନି। ଈଶ୍ୱର ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ରୂପେ ବଦଳି ଦିଆଯାଉ। ଭୁଲ କାହିଁକି ହବ? ଏ ଘର ଯାହା ସବୁ ଧନ ସମ୍ପତ୍ତି ଅଛି ସବୁ ମୋ ଦେଢ଼ଶୁରଙ୍କର। କମ୍ପାନୀ ବି ମୋ ଦେଢ଼ଶୁରଙ୍କ ନାଁରେ ଥିଲା। ଆଉ ମୋ ଦେଢ଼ଶୁର ଚାଲିଗଲା ପରେ ନ୍ୟାୟକୁ ଏସବୁ ଈଶ୍ୱର ପାଇବା କଥା। କାହିଁକି ନା ଈଶ୍ୱରକୁ ସିଏ ପୁଅ ଭାବରେ ଗ୍ରହଣ କରିଥିଲେ। ଏଥିରେ ଭୁଲ ରହିଲା କୋଉଠି? ତାହେଲେ ଆପଣ ଚାହୁଁଛନ୍ତି ଆପଣଙ୍କ ସ୍ୱାମୀ ଯେମିତି ତାଙ୍କ ବଡ଼ ଭାଇର ହାତ ଟେକାରେ ବଞ୍ଚି ରହିଥିଲେ ଆପଣଙ୍କ ପୁଅ ସେମିତି ଈଶ୍ୱରର ହାତ ଟେକାରେ ବଞ୍ଚି ରହୁ। ସମୁଦ୍ର ଈଶ୍ୱର ହଉଛି ଆମ ପୁଅ। ଆମ ପରସ୍ପର ଭିତରେ ସ୍ନେହ ପ୍ରେମ ଭଲ ପାଇବା ଅଛି। ଆମେ ଏମିତି ସ୍ନେହ ମମତାରେ ବାନ୍ଧି ହେଇଯାଇଛୁ ଯେ ଯାହା ଆମ ପାଇଁ ସୁବାସିତ ଚନ୍ଦନ। ଚନ୍ଦନର ମହକ ହଉଛି ଆମ ବନ୍ଧନ। ପାଉଣା ହଉଛି ଆମ ଅଧିକାର। ଆଉ ସେ ଅଧିକାର ଆମକୁ ଦେଇଛି ଆମ ସମ୍ପର୍କ। ଯଦି ସେ ସମ୍ପର୍କ କଟିଯାଏ ବନ୍ଧନ ଛିଣ୍ଡିଯାଏ ସୁବାସିତ ଚନ୍ଦନ ଯଦି କଳା ଚନ୍ଦନରେ ପରିଣତ ହେଇଯାଏ ପରିବାର ଆତ୍ମୀୟତା ଭିତରେ ଯଦି ସତକୁ ସତ ପରଟା ପର ହେଇଯାଏ এইটা কেবে সম্ভব নহে। কেবে সম্ভব নহে? କାହିଁକି ସମ୍ଭବ ନୁହେଁ? ଅର୍ଥ ସମ୍ପତ୍ତିର ଲୋଭ ଯେତେବେଳେ ନିଜତ୍ୱକୁ ପର କରିଦେଇଛି ପରଟା ପର ହେଇଯିବା କାହିଁକି ସମ୍ଭବ ନୁହେଁ? বন্ধ করন্তু সমুদ্রে দয়া করে বন্ধ করন্তু। ବନ୍ଦ କରିଦେଲେ କେମିତି ସତ କଥା ତ ବଦଳିଯିବନି? କୋଉ ସତ କଥା କହୁଛନ୍ତି ଆପଣ? ଈଶ୍ୱର ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ସମ୍ପୂର୍ଣ୍ଣ ରୂପେ ବଦଳି ଦିଆଯିବ। ସମୁଦ୍ରୀ ଯେଉଁ ଈଶ୍ୱର ଆଜି ଆପଣଙ୍କ ପାଖରେ ଅମୃତ ଅର୍ଥ ସମ୍ପତ୍ତିର ଲୋଭରେ ସେ ଆପଣଙ୍କ ପାଇଁ ବିଷ ପଲଟି ଯିବନି ତାର କ'ଣ ଗ୍ୟାରେଣ୍ଟି ଅଛି? ସମୁଦ୍ରୀ ଅର୍ଥ ସମ୍ପତ୍ତିର ଲୋଭ ମଣିଷକୁ ସବୁଦିନ ପାଇଁ ବିପଦଗାମୀ କରିଦେଇଥାଏ। ସମୁଦ୍ରୀ ଆଉ ସେଇ ଅର୍ଥ ସମ୍ପତ୍ତିର ଲୋଭରେ ମଣିଷ ଈଶ୍ୱର ଯଦି ଜୀବନକୁ ରାସ୍ତାରୁ ହଟେଇ ଦେବାକୁ ଚେଷ୍ଟା କରେ ମୋ ଈଶ୍ୱର ଏମିତି କାମ କେବେ କରିପାରିବନି। ଇଏ ବିଶ୍ୱାସ ଭରସା ମୋର ତା ଉପରେ ଅଛି। ଈଶ୍ୱର ଏକ ମଣିଷର ନା ଭଗବାନ ନୁହେଁ ଯେ ବିଶ୍ୱାସ କରିପାରିବେ। କିନ୍ତୁ କାହିଁକି କାହିଁକି ମୋ ଈଶ୍ୱରକୁ ଆପଣ ଏମିତି ସନ୍ଦେହ କରୁଛନ୍ତି? ସନ୍ଦେହ କରୁନି ଏଇଟା ହଉଛି ସାମାଜିକତାର ଏକ ନିଚ୍ଛକ ପ୍ରତିଛବି। ଇତିହାସ ପୃଷ୍ଠାରୁ ଆରମ୍ଭ କରି ପୁରାଣ ପର୍ଯ୍ୟନ୍ତ ମଣିଷ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ
ଯେତେ ଭାଇ ସେତେ ଘର। ସମୁଦି ବାସ୍ ଦୟାକରି ମୋ ଘର କଥାରେ ମୁଣ୍ଡ ନ ପୁରେଇଲେ ବହୁତ ଭଲ ହୁଅନ୍ତା। ମୁଣ୍ଡ ପୁରେଇ ନଥା ଯଦି ଏ ଘରକୁ ମୋ ଝିଅ କିନ୍ତୁ ଏ କଥାକୁ ନେଇ ଆପଣଙ୍କ ଝିଅକୁ ଏ ଘରକୁ ପଠେଇବାର ଅସୁବିଧା କ'ଣ? ସୁବିଧା ଅଛି ଯେଠିକି ମୋ ଝିଅକୁ ମୁଁ ପଠେଇବି। ଯଦି ମୁଁ ତାର ବାପା, ଯଦି ସେ ମୋ ରକ୍ତରୁ ସୃଷ୍ଟି, ତାହେଲେ ବାପା ହିସାବରେ ଏଇଟା ଚିନ୍ତା କରିବି ଯୋଉଠି ଯାଇ ମୋ ଝିଅ ଘର ସଂସାର କରିବ ସେ ଘର ଗୋଟେ ଅନାଥର ହାତରେ ପରିଚାଳିତ ନ ହେବ। ତାମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ଈଶ୍ୱର ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ବଦଳେଇ ଦିଆଯାଉ। ଚୌଧୁରୀ କମ୍ପାନୀର ମ୍ୟାନେଜର ଡାଇରେକ୍ଟ କରାଯାଉ। ନାଇଁ ଏଇଟା କେବେ ସମ୍ଭବ ନୁହେଁ, ଏଇଟା କେବେ ହେଇପାରିବନି, କେବେ ହେଇପାରିବନି। ତାହେଲେ ମୋର ବି ଶେଷ କଥା ଶୁଣିବେ ବନ୍ଧୁ ସମୁଦ୍ର। ଈଶ୍ୱରକୁ ଦେଢ଼ଶୁରର ସମ୍ମାନ ଦେବା ପାଇଁ ମୋ ଝିଅ କେବେ ଘରେ ପାଦ ପକେଇବନି। ଆସୁଛି ସମୁଦ୍ର। ସମସ୍ତେ କ'ଣ କହି ଚାଲିଗଲେ, ମୁଁ କ'ଣ କରିବି, କ'ଣ କରିବି? ମୁଁ ଗୋଟେ ପଟେ ଜୀବନ, ଗୋଟେ ପଟେ ଈଶ୍ୱର, କାହାକୁ ମୁଁ ପର କରିବି, କାହାକୁ ଆପଣାର କରିବି, କ'ଣ କରିବି ମୁଁ? ଓ ମାଇ ଗଡ୍! ଅଥଚ ବଡ଼ ଭାଇ ଫୋନ୍ କଲି, ତୁ ରିସିଭ୍ କରୁନୁ କାହିଁକି? ଫୋନ୍ କାହିଁ ନାହିଁ ତ। ଆଚ୍ଛା, ତୋ ମୋବାଇଲ କୋଉଠି ଅଛି? ସେଇଠି ରଖିଦେଇଛି। ବୁଝିଲି ବୋଉ, ତୋ ମୋବାଇଲ ସାଇଲେନ୍ସ ଅଛି ତ ସେଥିପାଇଁ ଜାଣିପାରିଲୁନି। ନେଲୁ ନେଲୁ, ବଡ଼ ଭାଇ କ'ଣ ଅର୍ଜେଣ୍ଟ କଥା ଅଛି ବୋଲି କହେ ସେପଟେ ବ୍ୟସ୍ତ ହଉଛି। ନେ ତୁ ଟିକେ କଥା ହେଇଯା। କି ଅର୍ଜେଣ୍ଟ କଥା ଅଛି? 2 ଘଣ୍ଟା ପୂର୍ବରୁ ସେ ଘରୁ ଯାଇଛି, 2 ଘଣ୍ଟା ପରେ ଆସି ଘରେ ପହଞ୍ଚିବ। ଘରେ ପହଞ୍ଚି କଥାଟା କହିପାରିବନି ଯେ ଦୂତ ଭାବରେ ତତେ ମୋ ପାଖକୁ ପଠେଇ ଦେଇଛି। ବୋଉ ତୁ ଏମିତି କ'ଣ କହୁଛୁ ଯେ? କେମିତି କହିବି କହୁନ? କାଇଁ ସାନ ଭାଇ ତ ପୁଣି ଦିନକୁ 10 ଥର ଫୋନ୍ କରୁଛି, ଆଉ ତା ସାଙ୍ଗରେ କଥା ହେଇ ତୁ ତ ପୁଣି ସବୁ କାମ କରୁଛୁ ନା ନାଇଁ? ଜୀବନ ଆଉ ଈଶ୍ୱର ଏ 2 ଜଣ କ'ଣ ମୋ ପାଇଁ ସମାନ? ତୋ ପାଇଁ ସମାନ ହେଲେ ବି ମୋ ପାଇଁ କିଛି ଫରକ ପଡୁନି। କହିବାକୁ କହିଲି ମୋ ବଡ଼ ଭାଇ। ତୁଲିକି ଯାଉ ତ ବଡ଼ ଭାଇ କହିଲା କନ୍ୟା ବଡ଼ ଭାଇ ଜନ୍ମ ଦେଇଛି ଯେ ମୋ ପୁଅ ଝିଅଙ୍କର ସିଏ ହେଇଯିବ ବଡ଼ ଭାଇ। ବଡ଼ ଭାଇ ବୋଉ ଦଉଛି ସେ ବଡ଼ ଭାଇ ନାଁଟା ମୋ ଆଗରେ ଆଉ କେବେ ଧରିବୁନି, ଧରିବୁନି ତୁ। ବୋଉ ତା ମୁଣ୍ଡ କ'ଣ ଖରାପ ହେଇଗଲାଣି? କ'ଣ କହିଲୁ? ଥାଉ, କିଛି କହିବା ଦରକାର ନାହିଁ, କାରଣ ମୁଣ୍ଡ ଖରାପ ଥିବା ଲୋକମାନଙ୍କ ସାଥିରେ ଭଲ ଲୋକମାନଙ୍କ କଥା ବା ଆଦୌ ଉଚିତ ନୁହେଁ। ବହୁତ ବଡ଼ି ବଡ଼ି କଥାବାର୍ତ୍ତା କରୁଛୁ। ବହୁତ ଦିମାଗ ହେଇଗଲାଣି ତୋର, ବହୁତ ଦିମାଗ ହେଇଗଲାଣି। ନିଆଁ ଲଗାଇଦେବି, ନିଆଁ ଲଗାଇଦେବି। ମମତାକୁ ଜାଳି ପଡ଼ି ପାଉଁଶ କରିଦେବି। ଭାସୁଥିବା ସୁବାସିତ ଚନ୍ଦନକୁ ମୁଁ କଳା ଚନ୍ଦନ କରିଦେବି, କଳା ଚନ୍ଦନ। ଆରେ ଛୋଟ ପିଲାଟା କ'ଣ ନାହିଁ କ'ଣ କହିଗଲା, ସେ କଥା ମୁଁ ଧରି ବସିଲେ ଚଳିବ? ଶୁଣ ମୁଁ କ'ଣ କହୁଛି। କୋଉ କଥା? ଏଇ ଆମ ଈଶ୍ୱର କଥା। ଯେଉଁ ଦାୟିତ୍ୱ ବଡ଼ ଭାଇ ଆମକୁ ଦେଇ ଯାଇଥିଲେ ମୁଁ ତାକୁ କାଗଜପତ୍ର ଈଶ୍ୱର ନାଁରେ ସ୍ଥାନାନ୍ତର କରିସାରିଛି। ଆଉ କେଇ ଘଣ୍ଟାର ଅପେକ୍ଷା। ମାନେ ମାନେ ଉକିଲ ସହିତ ପରାମର୍ଶ ସରିଛି, ତମେ ଶୁଣି ଖୁସି ହେବ ସୁଦ୍ଧା। ଖବର ପାଇବା ମାତ୍ରେ କମ୍ପାନୀର ସବୁ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଗଲା। ସମସ୍ତେ ଯେମିତି ଫଙ୍କସନ୍ ପାଇଁ ପାଗଳ। ହଁ ତମେ ପାଗଳ ହେଇଯାଇନ ତ? ପାଗଳ ହେଇଯାଇଛି କାହିଁକି ନା ଯୋଉ ଦାୟିତ୍ୱ ବଡ଼ ଭାଇ ଯାଇଥିଲେ ମୁଁ ତାକୁ ଈଶ୍ୱର ନାଁରେ କହିସାରିଛି। ତମେ ଶୁଣିଥିବ ତଥେ ଯୁଗର ପ୍ରଭୁ ରାମଚନ୍ଦ୍ରଙ୍କ ରାଜାଭିଷେକ ସମୟରେ ରାଜା ଦଶରଥ ଯେମିତି କହୁଥିଲେ କମ୍ କରିନଥିଲେ, ପ୍ରଭୁ ଈଶ୍ୱର ରାଜାଭିଷେକ ସମୟରେ ମୁଁ କୋଉଥିରେ ବି କମ୍ ହବାକୁ ଦେବିନି। କିନ୍ତୁ ରାମଚନ୍ଦ୍ର ରାଜା ହେଇପାରି ନଥିଲେ। ମୋ ପୁଅ ଈଶ୍ୱର କିନ୍ତୁ ରାଜ ସିଂହାସନରେ ବସିବ। ବିଶ୍ୱାସ ଭରସା ଅଛି ତମ ନିଜ ଉପରେ। ସେ ବିଶ୍ୱାସ ରହିବା ସ୍ୱାଭାବିକ। କିନ୍ତୁ କାହିଁକି, କ'ଣ ପାଇଁ? କାହିଁକି ନା ସେତେବେଳେ କୈକେୟୀ ଥିଲେ। ଏଠି କୈକେୟୀ ନାହାନ୍ତି, ନା ସୃଷ୍ଟି ହେଇପାରିବେ।
କହିବେନି। ठीक कहला सुधा तम मुंड पूरा खराब हो जाई ता नहिथिले कौशल्या पाटिरे कई नाटा उच्चारण कर नथांत ना से नाटा तम मुंडरे पसी नथांत बसुची बोली तो कहूची भाई मु कौशल्या नुहे कइकेई सुधा सुधा आकाशरू खसी पड़िला मु कोनटा गर्भर जन्म देइछि जे मुटा मा है जिबि से मो पुओ है जिबो चुप हो जा सुधा चुप हो जाओ ता नहले ए परिवार सब उपवास करिवो अरे तमे ईश्वर को जन्म देइलो बोली तमे को पुओ बोली ग्रहण करिलो निजो पिला को पछरे पकई तमे को मातृत्व देइलो छुआ ममता बोध करे तमे को खुई लेइलो सब करिछि मु सब करिछि काहे कि ना सेतबेले मो स्नेह ममतारे अंधुणी हेई जाइछि ममतार अंध पुटुळीटा मो आखिरे बांधी हेई जाइछि हेले आजी से अंध पुटुळीटा मो आखिरु खोली जाइछि ताई मु ममतार पाउणा मागुछि पाउणा एई पाउणा जे ईश्वर बदल रे सबु संपत्तिर मालिक हब मो पुओ जीवन मैनेजिंग डायरेक्टर हब मो पुओ जीवन ईश्वर जेमती अनाथ हेइथिला सेमती अनाथ हेइ रहिब ए घरु बाहर करिबो तू कौन कुछ जाई बच्चू तो ए चुप कर तू कौन पाई चुप करबी हां जब तो मन रे एते कथा थिला काई कौन पाई तू ईश्वर भाई को जे पुओ बोली मानि नउथिलु आ काहे कि तुमको भाई भोर स्नेह ममता छंदी दउथिलु काहे के ना मु जानि नथिली जो नाग साप को मु खीरा कदली देई पोसु चटळेई दबनी सेते बळे मो भी जानि नथिली आज भली दिन रे तू बड़ी तोरी तो प्रकृति के भी बदलाई दबो बोली मो प्रकृति मु बदलाई देनी मु मा हे थिली मा हे अछि आ मा हे रहिबी ओहो सेते बळे तू होई तो मां थिलु कि वर्तमान ठारू तू मारू राक्षस बनडी गले राक्षस बात कहूची आबले सत्तु को सत्तु राक्षसी पालटी तो तंटी कोणा करी रक्त पी जिपी सुधारू विष पलटी जाउछ काहे कि ना मो होची जीवनर मा बाप होइले बापर कर्तव्य करिबा तो भूली जाई न थांतो निज पुओ पाई भोगारी सृष्टि करि न थांतो काली जब संपत्ति लोभरे मो पुओ को ईश्वर भूली जाय बड़ करी दिए अर्थ संपत्ति लोभरे मो पुओ जीवन को ईश्वर मर्डर करी दिए बस काई से लिचो मल भव हाली की तम मां परे करुछ तो करछ ताले मो कहबी तमे बाप नुह बाप नाम धरी तमे गोटाई कोन से एते लिचो तम मल भव एते भूल तम चिंता हला छी सुधा छी तमे जो मस्ती एकता कहबा को तो निजु लाज लागुची अच्छा मोर प्रकृत परिचय पाई सारिला परे मोर पुरस्कार एई गोटिए चापुडा आज मु तम संतोष भी मारी दबी मारी दियो मते मारी देला मो बहुत खुशी हेबी हेले बंची रही मो पुअर दुख कष्ट मु देखि पारिबिनी एई स्त्री हिसाब रे जीवन सारा तम पाखरे मु केबे किछि अळी करिनी आज मो पुअर सुख पाई ता भविष्यत पाई मु तम पाखरे कानी पटे ही पिक मागुची बड़ कर दे से ईश्वर को बड़ा कर दिया करि पारिबिनी आइ के बड़ करी मु मा मनुष्य पशु पालते पारिबिनी ओ के तो राक्षसी हवा को चाहे तमे ईश्वर भना सदै ए घर बाहर करि पारिबिनी हे पति परमेश्वर मु तुमको हाथ जोड़ुची पत्नी रो इच्छा को तमे पूर्ण करो दया करो मते
ସ୍ୱାର୍ଥପର ମଣିଷକୁ ଦୟା କରିବା ମହାପାପ। ହଁ ପଛେ ପାପ ତମେ ତମ ନିଷ୍ପତ୍ତି ବଦଳେଇ ଦିଅ। କେବେ ବି ବଞ୍ଚି ପାରିବିନି। କାଳେ ସତ କହୁଛି ମରିଯିବି ମୁଁ ମରିଯିବି। କଷ୍ଟ ଲାଗିଲେ ବି ସହିଯିବି। এইটা কোন তোমার শেষ কথা? ଏଇଟା ମୋର ଶେଷ କଥା। କାହିଁକି ନା ମୁଁ ରାଜା ଦଶରଥ ନୁହେଁ ଯେ ମୋ ସରତା ସୁଯୋଗ ନେଇ କୈକେୟୀ ବ୍ରାହ୍ମଣର ବସବାସ ଚରି ଆସି ରାଜ ସିଂହାସନରେ ବସାଇ ରାମଚନ୍ଦ୍ରକୁ 14 ବର୍ଷ ବନବାସ ପଠାଇ ରକ୍ତବଂଶର ମଣିଷ ସେ ପ୍ରେମ ଭଲ ପାଇବା ନେଇ ଏ ଦୁନିଆରେ ବଞ୍ଚିବା ଶିଖିଛି। ଆରେ ଏ ଧନ ସମ୍ପତ୍ତି ବଡ଼ ଭାଇଙ୍କର ତାଙ୍କରି ଡାଲା ଖାଇ ତାଙ୍କରି ଡାଲାରେ ମଣିଷ ହେଇଛି। କେବେ ମୁଁ ଈଶ୍ୱର କନ୍ୟା ସଜେଇ ଏ ଘରୁ ବାହାର କରିପାରିବିନି। କ୍ଷମା କରିଦିଅ ସୁଧା, ତମେ ମୋତେ କ୍ଷମା କରିଦିଅ। তাহলে মোর বি শেষ কথা শুনি রাখ। মো রামায়ণর কৈকেয়ী নিয়ে যে বর প্রাপ্তর কপটতাকে নেই এ ঘরে রাগ অভিমানর চক্রান্ত করবি। মো সুধাময়ী চৌধুরী মু যাহাকু 10 মাস 10 দিন গর্ভরে ধরি জন্ম দেইছি গোটাଏ অনাଥ পাই তা প্রতি কেবে অবহেলা করিপারিবিনি। ଆଉ ଯିଏ ମୋ ମା ପଣିଆକୁ ବିଦ୍ରୁପ କରି ମତେ ବଦଳେଇବାକୁ ଚେଷ୍ଟା କରିବ ସିଏ ମୋ ମଲା ମୁହଁ ଦେଖିବ। ମୋ ମା ପଣିଆର ଉଚିତ ପାଉନା। ତା ନହେଲେ ଏ ପରିବାରରେ ମୋହମୟୀ ବାସୁଥିବା କାଲିର ବନ୍ଧନକୁ ମୁଁ କରିଦେବି କଳା ଚନ୍ଦନ। Kala